ନନା ଆପଣଙ୍କ ନାଁ ସୂର୍ଯ୍ୟ ମନ୍ଦିର ପାର୍ଟି ପ୍ରମୋଦ ସ୍ୱାଇଁଙ୍କ ପାର୍ଟି ଆପଣଙ୍କୁ 2026-27 ଯାତ୍ରା ଋତୁରେ ଆପଣଙ୍କ ନାମ ଷ୍ଟାର କାଷ୍ଟରେ ତାଲିକା ଘୋଷଣା କରିଛନ୍ତି। ଆଜ୍ଞା ଆପଣ କଣ ସେ ପାର୍ଟି ଫେରୁଛନ୍ତି? ହଁ ନିଶ୍ଚିତ ଯେତିକି ଆଉ ଘୋଷଣା କରିଛନ୍ତି ମୋର ମତାମତ ନେଇକି ସେ ମତେ ଘୋଷଣା କରିଛନ୍ତି ନା 26-27 ଆମର ସୂର୍ଯ୍ୟ ମନ୍ଦିର ମାଲିକ କାଳିଆବାବୁଙ୍କ ପାଖରେ ରହିଲି ମୁଁ ଶ୍ରୀମନ୍ଦିରରେ। ଆପଣଙ୍କର ଯୋଉ ଗତ ବର୍ଷ ବିବାଦ ହେଇଥିଲା ଆପଣ ସେଇ ପ୍ରମୋଦ ସ୍ୱାଇଁ ପାର୍ଟିକୁ ଆସିବା ପାଇଁ ଆପଣ ଆଡଭାନ୍ସ ନେଇଥିଲେ। ନାଇଁ ସେ ନାଇଁ ପ୍ରମୋଦ ସ୍ୱାଇଁ ପାର୍ଟିରୁ ମୁଁ ଆଡଭାନ୍ସ ଆଣି ନଥିଲି। ମୋର ପ୍ରମୋଦ ବାବୁଙ୍କ ମୋ ଉପରେ ଅଭଦ୍ର ଥିଲା ଯୋଉ ଆଜ୍ଞା ଅଭଦ୍ର ହଉ। କି ହଁ ମୁଁ ତୁଳସୀ ଯାଇଥିଲି ଆଉ ଯୋଉ ରିଟର୍ଣ୍ଣ ପଇସା ଫେରେଇବା ପାଇଁ ହଁ ମତେ ବାବୁ ପ୍ରତିଶ୍ରୁତି ଦେଇଥିଲେ ଆଉ ସେ ପଇସାଟା ଫେରେଇ ପାରିନଥିଲି। ଆଜ୍ଞା ଜଣଙ୍କର ପଇସା ଫେରେଇଦେଲି ଆମର ନାଣ୍ଡୁ ବାବୁଙ୍କର ପଇସା ଫେରେଇଦେଲି ହଁ ଆଉ ଏ ପଇସାଟା ଫେରେଇ ପାରିନଥିଲି ମୋର ଅଭାବ ଥିଲା ପଇସା। ଆଜ୍ଞା ଆଉ ପଇସାଟା ମୁଁ ଆଉ ତାଙ୍କର ଯାଇକି କର୍ମ କରି ସୁଝିଦେବି ଆଉ। ଆଜ୍ଞା ତ କେମିତି ପ୍ରମୋଦ ବାବୁ ଆପଣଙ୍କ ସହିତ କଥାବାର୍ତ୍ତା ହେଲେ ଯେ ଆପଣ କହିଲେ ମୁଁ ଫେରେଇବି ବାବୁ ମୁଁ ଯୋଉଠି ହେଲେ କାମ କରିବା ପରେ କାଇଁ କଣ ବାବୁ? ସମସ୍ତଙ୍କୁ ସବୁ ମାଲିକ ସାଙ୍ଗରେ ମୁଁ ତ କଥା ହଉଛି। ହଁ ନାଇଁ ନାଇଁ ଆଉ ପ୍ରମୋଦ ସ୍ୱାଇଁ କଣ ଆପଣଙ୍କୁ କହିଲେ? କାଳିଆକୁ କିଛି କଣ? ନାହିଁ କିଛି ନାହିଁ ତାଙ୍କ ତରଫରୁ ଅଫର ଆଇଲା ହୁଁ ଧରି ଏ ବର୍ଷ ଓମକାର ରହୁଛ ହୁଁ ଆଉ ନା ଛାଡିବ ମୁଁ ତ ବର୍ତ୍ତମାନ ସୁଦ୍ଧା ଅଛି ଓମକାରରେ। ଆଜ୍ଞା ସେ ଯେମିତି କମ୍ପ୍ଲିଟ ହେଇନି ଆଜ୍ଞା ତାଙ୍କ ପଇସା ଟା ଅଭଦ୍ର ଥିଲା କହିଲେ ମୋ ପଇସା ଚିନ୍ତା ଦେଖିଲି ମୋ ପଇସା କେମିତି ସୁଝିବି ବରଂ ଅନୁଷ୍ଠାନକୁ ଯାଇକି ସୁଝିଦେବାଟା ମୋ ପକ୍ଷେ ଭଲ। ଆଜ୍ଞା ତ ସେଇ ଏଇଥିପାଇଁ ହଁ ମତାମତ ପୁରା ସ୍ଥିର ଚିନ୍ତା କରି ମୁଁ ଶ୍ରୀମନ୍ଦିରରେ 26-27 ରହିବା ପାଇଁ ମନସ୍ଥ କଲି। ତ ନାଣ୍ଡୁ ବାବୁଙ୍କର ଆପଣଙ୍କ ଯୋଉ ବିବାଦ ହେଇଥିଲା ଯାହା ପଇସା ଆଣିଥିଲେ ନାଣ୍ଡୁ ବାବୁ ଫେରେଇ ଦେଲେ? ଆଜ୍ଞା ଆଜ୍ଞା ମୁଁ କାହିଁକି ବାବୁଙ୍କ ପଇସା ରଖିବି ତାଙ୍କୁ ବାବୁଙ୍କ ପଇସା କାହିଁ ରଖିବି ମୁଁ ତ ମାଲି ଗଲିନି ବାବୁଙ୍କ ଅନୁଷ୍ଠାନକୁ। ମାଲିକ ସଂଘ ସେତେବେଳେ ଆପଣଙ୍କୁ ବ୍ୟାନ ଲଗେଇଥିଲେ ଯେ ଦିଟା ପାର୍ଟିରୁ ଆଡଭାନ୍ସ ଆଣୁଛନ୍ତି ଗୋଟେ ପାର୍ଟିରୁ ଆଡଭାନ୍ସ ଆଣିକି ଯିବିନି ବୋଲି କହୁଛନ୍ତି ସେ ପାର୍ଟି କି। ସେ ତ ବାବୁ ସେୟା କହୁଛନ୍ତି କିନ୍ତୁ କେତେ ଜଣ କଳାକାର ପାଇଁ ଆମେ ବଦନାମ ହଉଛୁ। ହଁ କିନ୍ତୁ ମୁଁ ଆଣିଥିଲି ତୁଳସୀରୁ ପଇସା ହଁ ମୁଁ କାଳିଆ ବାବୁ କତିରୁ ପଇସା ଆଣି ନଥିଲି ଆଜ୍ଞା କୌଣସି କାହା ପାଖରୁ କୌଣସି ମାଲିକ ପାଖରୁ ପଇସା ଆଣି ନଥିଲି। ଆଜ୍ଞା ମୁଁ ଗୋଟିଏ ପାଟରୁ ପଇସା ଆଣିଥିଲି ସେ ତୁଳସୀ ଗଣନାଟ୍ୟ କେତେ ମନ ଖୁସି କରିଥିଲି ତୁଳସୀ ପାଠିକି ଯିବା ପାଇଁ। ଆଜ୍ଞା ମୋ ଭାଗ୍ୟରେ ତ ବିଡମ୍ବନା ହେଲା ସୃଷ୍ଟି ହେଲା ଗୋଟେ ବାଦ ବିବାଦ ଚାଲିଲା ଆଉ ଯେହେତୁ ମୁଁ ଯାଇପାରିଲିନି କି ତାଙ୍କ ପଇସା ମୁଁ ଫେରେଇ ଦେଇକି ମୁଁ ମୋର ଶାନ୍ତିରେ ଅଛି। ଓହୋ ତୁଳସୀର କିଛି ବାକି ନାହାନ୍ତି? ନାଇଁ ଆଜ୍ଞା ନାଇଁ ଆଜ୍ଞା ମୁଁ ତାଙ୍କ ପଇସା ମୁଁ ଯୋଉଠି ରହିବିନି ତାଙ୍କ ପଇସା କାହିଁ ରଖିବି ଆଜ୍ଞା ବାଦ ବିବାଦ ଭିତରେ ମୁଁ 10 ଲକ୍ଷ ଗୋଟେ ମାଲିକ ଦେଇଥିଲେ ଯେ ମତେ 10 ଲକ୍ଷ ହୁଁ 10 ଲକ୍ଷର ତାଙ୍କ ଇଣ୍ଟରେଷ୍ଟ କେତେ ଦାମ କେତେ? ଆଜ୍ଞା ମୁଁ ଯଦି ନ ଯିବି ତାଙ୍କ ପଇସା କାହିଁ ରଖିବି ମୁଁ ଟଙ୍କାଟେ କାହାତରୁ ଖାଇବିନି। ଆଜ୍ଞା ଆପଣଙ୍କୁ ଯୋଉ ବ୍ୟାନ ଲଗେଇଥିଲେ ବର୍ଷେ ନା ଏମିତି କିଛି କହିଥିଲେ ନା ଖାଲି ବ୍ୟାନ ଲଗେଇ ଦେଇଥିଲେ? ଦେଖନ୍ତୁ ସେମାନେ ତ ବଡ ଲୋକ ମାଲିକ ତାଙ୍କର ମନ ହେଲା ଗୋଟେ ଛୋଟିଆ କଳାକାର ତାପରେ ବ୍ୟାନ ଲଗେଇଦବା ତାକୁ ଗୋଟେ ବର୍ଷେ ବସେଇଦବା। ହଁ ଗୋଟେ ବର୍ଷ ମତେ ବସେଇ ଦେଇଥିଲ ମୋ ପରିବାର କେମିତି ପୋଷିବି ମୋ ଆଜ୍ଞା ସଂସାର କେମିତି ପୋଷିବି ହଁ ମୋ ଛୁଆ ପିଲା କେମିତି ପାଠ ପଢେଇବି ହଁ କିଛି ଚିନ୍ତାଧାରା ନକରି କିଛି ନ ବୁଝିକି ମତେ ସମସ୍ତେ ମିଳିମିଶି ବ୍ୟାନ କରିଦେଲେ ନା ଗୋଟେ ବର୍ଷ ପାଇଁ ତାକୁ ଗୋଟେ ବର୍ଷ ମୁଁ ଚଳିବି କେମିତି? ଆଜ୍ଞା ବହୁତ ସେଇଟା ମୋ ମନକୁ ବହୁତ ଦୁଃଖ ଦେଇଥିଲା କିଛି ମୋର ଭୁଲ ନଥାଇକି କି ମତେ ଗୋଟେ ବର୍ଷ ବସେଇ ଦେଲେ କୌଣସି କ୍ଲାସ ମତେ ସୁଯୋଗ ଦେଲେନି। ପରିବାରର ସମସ୍ତ ଲୋକ ଆପଣଙ୍କ ଉପରେ ନିର୍ଭର କରିକି ଚଳୁଥିଲେ ଯେତେବେଳେ ଆଉ ବସେଇ ଦେଲେ ଦୁଃଖ ଲାଗିବ। ବହୁତ ଦୁଃଖ ଲାଗିଥିଲା ମତେ ସେଇ ଦୁଃଖକୁ ମୁଁ ଭୁଲି ପାରିବିନି ଯେ ମାନେ ବାପ ମାଲିକ ତମେ 16-17 ଜଣ ମାଲିକ ମତେ କୌଣସି ଅନୁଷ୍ଠାନକୁ ନେଲନି ମୋ ସଂସାର କେମିତି ଚଳେ? ସବୁଗୁଡା ଯାହାହେଲେ ସେ ନୀତି ନିୟମ ତମେ ରଖିପାରୁଛ ଆଜ୍ଞା ତମେ ରଖିପାରୁଛ? ଯଦି ଯାହା ନରିପୁଣ୍ଡା ପରେ ଯୋଉ କଠୋର ଭାବଟା ନେଲ ହଁ ସେ କଠୋର ସମସ୍ତଙ୍କ ପାଇଁ ରଖିପାରୁଛ କି? ଆଜ୍ଞା ମୁଁ ଏବେ କହୁଛି ମାଲିକ ମହାସଂଘ ତାଙ୍କର ଠିକ ରହୁ ଆମ କଳାକାର ସଂଘ ଆମର ଠିକ ଅଛି। ସମସ୍ତେ ସଂଘଭୁତ ରହିଲେ ଆମର ପାଞ୍ଚ ଆଙ୍ଗୁଳି ଠିକ ରହିଲେ ଆମେ ଗୋଟେ ମୁଠା କରିବା। ଆଜ୍ଞା ଆଉ କୌଣସି ପାଞ୍ଚ ଆଙ୍ଗୁଳିରେ ଯଦି ଗୋଟେ ଆଙ୍ଗୁଳି କଟିଯିବ ଆମେ ମୁଠାଟା କେମିତି କରିବା? ଆଜ୍ଞା ଆମର ସବୁ ମଜବୁତ ହବା ଦରକାର ଆମେ ବି ସେଇଟା ଚାହୁଁଛୁ ମୋ ପ୍ରତି ଯୋଉ ହେଲା ସେଟା ସମସ୍ତଙ୍କ ପ୍ରତି ହବା ଦରକାର। ସେମିତି ନୀତି ନିୟମର ସବୁ ସଂସ୍ଥା ଚାଲିବା ଦରକାର। ହେଲେ ନନା ସେଇ ସମୟରେ ଆପଣଙ୍କୁ ଓମକାର ଗଣନାଟ୍ୟ ନୂଆରେ ବହୁତ ଜନ୍ମ ନେଇଛି। ଧନ୍ୟବାଦ ବହୁତ ଧନ୍ୟବାଦ ଓଁକାର ମାଲିକ ମତେ ସୁଯୋଗ ଦେଇଛି ପାଉଡର ମାରିବା ପାଇଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଉତ୍ତର ଅନୁଷ୍ଠାନର ଆଗକୁ ଯାଉ ଓଁକାର। ଓମକାର ଗୋଟେ ନୂଆ ପାର୍ଟି ହେଇକି ମଧ୍ୟ ଏ ବର୍ଷ ଭଲ ତାର ରୋଜଗାର କରିଛି ଚାରିଆଡେ ଚର୍ଚ୍ଚା ବି ହେଇଛି। ଆଜ୍ଞା ଭଲ ଅନୁଷ୍ଠାନ ଭଲ ଯାତ୍ରା ଚାଲିଛି ଆମର।
ହେଲେ ଆଉ ଏଥର କୌଣସି ବାଦ ବିବାଦ ନାହିଁ। ଆସନ୍ତା ବର୍ଷ 26-27 ରେ ପୁଣି କ୍ୟାମ୍ପକୁ ଫେରିବେ ଗୋଟେ ବଡ ବ୍ରାଣ୍ଡ ଅନୁଷ୍ଠାନକୁ ଶ୍ରୀମନ୍ଦିରକୁ। ଶ୍ରୀମନ୍ଦିର ତ ଫେରୁଛି ମୁଁ 26-27। ତ ଏଇ ଯୋଉ କଳାକାର ମାନଙ୍କୁ ମାଲିକ ମାନଙ୍କୁ ଆପଣଙ୍କର କଣ କହିବେ ସଂଘ ମାନଙ୍କୁ? ସମସ୍ତେ ଠିକ ରୁହନ୍ତୁ, ସମସ୍ତେ ସମସ୍ତ ଅନୁଷ୍ଠାନ ପାଇଁ ସତର୍କ ରୁହନ୍ତୁ, ନାଟ ଉପରେ ଧ୍ୟାନ ଦିଅନ୍ତୁ, ଆଉ ଦର୍ଶକ ମାନଙ୍କୁ ନିରାଶ ନ କରିକି ଆଉ ବାଦ ବିବାଦକୁ ନ ଯାଇ ଆମର ସେମିତି ବାପ ପୁଅର ସମ୍ପର୍କ ରଖିକି ଅନୁଷ୍ଠାନ ଆଗକୁ ଯାଉ। 26-27 ଯେମିତି ସୁନ୍ଦର ପ୍ରକାର ଡ୍ରାମା ହଉ, ସୁନ୍ଦର ନାଟକ ଆସୁ, ଆମେ ଦର୍ଶକ ଯେମିତି ପୁଣି ମନୋରଞ୍ଜନ ଆମେ କରିବାର ସୁଯୋଗ ପାଇବୁ ସୁନ୍ଦର ଡ୍ରାମା ଦେଇକି। ହଉ ନା, ବହୁତ ବହୁତ ଧନ୍ୟବାଦ, ନମସ୍କାର। ଆଜ୍ଞା।